ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣ ଓଡ଼ିଆ ସମାଜ ପାଇଁ ଓଡ଼ିଆ ଜାତି ପାଇଁ ଏକ ମାର୍ଗଦର୍ଶକ। ଲକ୍ଷ୍ମୀ ପୁରାଣ ନ ପଢ଼ିଲେ ନ ଜାଣିଲେ କ'ଣ ହବ? ଆସନ୍ତୁ ଦେଖିବା ଗପ ଅମୃତରେ ଶ୍ରୀ ଜଗନ୍ନାଥ ମହିମାରେ। ପୁଞ୍ଜ ପୁଞ୍ଜ ପାରମ୍ପରିକ ସରଳ ଓଡ଼ିଆ ଶବ୍ଦର ଲଳିତ ସଂଯୋଜନାରେ ସମୃଦ୍ଧ ଲକ୍ଷ୍ମୀ ପୁରାଣ ଭକ୍ତକବି ବଳରାମ ଦାସଙ୍କର ଏକ ଭିନ୍ନ ସ୍ୱାଦର ଲୋକପ୍ରିୟ ରଚନା। ପଞ୍ଚସଖାମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ବଳରାମ ଦାସ 1472 - 1482 ଖ୍ରୀଷ୍ଟାବ୍ଦ ମଧ୍ୟରେ ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଗୋପ ଅଞ୍ଚଳର ଏରବଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ସୋମନାଥ ମହାପାତ୍ର ଓ ମାତା ମହାମାୟା ଦେବୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ବଳରାମ ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟ ଲାଭ କରି ଓଡ଼ିଆ ଭାଷାରେ ସୃଷ୍ଟି କରିଥିଲେ ଅନେକ ଯୁଗାନ୍ତକାରୀ କାବ୍ୟ କବିତା। ଲକ୍ଷ୍ମୀ ପୁରାଣର କଥାବସ୍ତୁ ବଳରାମ ଦାସଙ୍କର ଏକ ମୌଳିକ ପରିକଳ୍ପନା। ଆଦିଭାଷା ସଂସ୍କୃତ ସମେତ କୌଣସି ଭାଷାରେ ଲକ୍ଷ୍ମୀ ପୁରାଣ ବୃତ୍ତାନ୍ତ ଉପଲବ୍ଧ ହୁଏ ନାହିଁ। ମାତ୍ର ଓଡ଼ିଶା ସମେତ ସାରା ପୃଥିବୀରେ ଓଡ଼ିଆ ସଂସ୍କୃତିକୁ ଆପଣାର କରିଥିବା ପ୍ରତ୍ୟେକ ପରିବାରରେ ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଏକ ଅବିଚ୍ଛେଦ୍ୟ ଗ୍ରନ୍ଥ ଭାବରେ ଆଦୃତି ଲାଭ କରିଛି। ଏହି ପୁରାଣ ଆଧାରରେ ପ୍ରତିବର୍ଷ ମାର୍ଗଶିର ମାସ ଗୁରୁବାର ଦିନ ଓଡ଼ିଆଙ୍କ ଘରେ ଘରେ ମାଣରେ ନୂଆ ଧାନ ରଖି ଯଥାବିଧି ଲକ୍ଷ୍ମୀ ପୂଜାବ୍ରତ ପାଳନ କରାଯାଏ। ଏହି ବ୍ରତ ପାଇଁ ମାର୍ଗଶିର ମାସ ଗୁରୁବାରକୁ ମାଣବସା ଗୁରୁବାର ବୋଲି ମଧ୍ୟ କୁହାଯାଏ। ଓଡ଼ିଆ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପରମ୍ପରାକ୍ରମେ ଭାବ ପ୍ରବଣତାର ସହିତ ପାଳିତ ହୋଇ ଆସୁଥିବା ଏହି ମାଣବସା ଗୁରୁବାର ପର୍ବ ଭାରତର ଜାତୀୟ ସ୍ପର୍ଶରହିତ ସାଂସ୍କୃତିକ ପରମ୍ପରା ତାଲିକା ନ୍ୟାସନାଲ ଲିଷ୍ଟ ଫର ଇଣ୍ଡିଆନ ଇଣ୍ଟାଞ୍ଜିବୁଲ କଲଚରାଲ ହେରିଟେଜରେ ସ୍ଥାନ ପାଇଅଛି। ଓଡ଼ିଶାର ପ୍ରାକୃତିକ ସ୍ଥିତି ଓ ତତ୍କାଳୀନ ସାମାଜିକ ପରିବେଶକୁ ବିଶ୍ଳେଷଣ କରାଯାଇ ସୃଷ୍ଟ ଲକ୍ଷ୍ମୀ ପୁରାଣ ସମଗ୍ର ମାନବ ସମାଜକୁ ସଦାଚାର ଶିକ୍ଷା ଦେବା ଲକ୍ଷ୍ୟରେ ଏକ ଯୁଗାନ୍ତକାରୀ ସାର୍ଥକ ପ୍ରୟାସ। ସତ୍ୟ ଯୁଗରେ ଦେବାସୁରଙ୍କର ସମୁଦ୍ର ମନ୍ଥନ ବେଳେ ସମୁଦ୍ର ମଧ୍ୟରୁ ବିଶ୍ୱ ବ୍ରହ୍ମାଣ୍ଡର ଐଶ୍ୱର୍ଯ୍ୟ ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କର ଆବିର୍ଭାବ ଘଟିଥିଲା। ବିଶ୍ୱପାଳକ ନାରାୟଣ ଲକ୍ଷ୍ମୀଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ନିଜର ଭାଇ ଭଉଣୀ ପତ୍ନୀ ପରିଜନଙ୍କ ସହ ନାରାୟଣ ପୁଣ୍ୟବନ୍ତ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଶ୍ରୀମନ୍ଦିରରେ ଅବସ୍ଥାନ କରୁଛନ୍ତି। କୌଣସି ଏକ ଲକ୍ଷ୍ମୀ ବ୍ରତ ଯୁକ୍ତ ଗୁରୁବାର ଦିନ ମା ମହାଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଅନୁମତି ନେଇ ଜନସମାଜରେ ଧର୍ମୀୟ ଭାବାବେଗ ପରଖିବା ପାଇଁ ନଗର ଭ୍ରମଣରେ ବାହାରି ଯାଇଥିଲେ। ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ପରେ ସେ ଶ୍ରିୟା ନାମକ ଏକ ସାମାଜିକ ଅବହେଳିତ ଚଣ୍ଡାଳୁଣୀ ଗୃହ ନିକଟରେ ପହଞ୍ଚିଥିଲେ। ଶ୍ରିୟାର ନୁଆଣିଆ ଚାଳଛପର ଘରର ପରିଚ୍ଛନ୍ନତା ଲକ୍ଷ୍ମୀ ଠାକୁରାଣୀଙ୍କୁ ବିମୋହିତ କରିଥିଲା। ସେ ଶ୍ରଦ୍ଧାରେ ଶ୍ରିୟା ଗୃହକୁ ପ୍ରବେଶ କରିଥିଲେ ଓ ଶ୍ରିୟାର ଇଷ୍ଟ ସମର୍ପିତ ଭାବାବେଗରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ ପୂର୍ବକ ତାର କୁଡ଼ିଆକୁ ଧନରତ୍ନରେ ପୂର୍ଣ୍ଣ କରିଦେଇଥିଲେ। ମହାଲକ୍ଷ୍ମୀଙ୍କର ଶ୍ରିୟା ଗୃହଗମନ ବଡ଼ ଠାକୁର ବଳରାମଙ୍କର ଦୃଷ୍ଟିକୁ ଆସିଥିଲା। ଗୋଟିଏ ଅଛବ ଚଣ୍ଡାଳ ଘରକୁ ଯାଇଥିବା ଲକ୍ଷ୍ମୀକୁ ଶ୍ରୀମନ୍ଦିରରେ ପ୍ରବେଶ ବାରଣ କରିବା ପାଇଁ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବଡ଼ ଭାଇଙ୍କ ଆଦେଶ ଅନୁସାରେ ଜଗନ୍ନାଥ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିର ପରିତ୍ୟାଗ କରି ଅନ୍ୟତ୍ର ଚାଲିଯିବା ପାଇଁ ପରାମର୍ଶ ଦେଲେ ଓ ଅନନ୍ୟୋପାୟ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଅନତି ଦୂରରେ ସମୁଦ୍ର କୂଳରେ ବିଶ୍ୱକର୍ମାଙ୍କର ସହାୟତାରେ ଏକ ଭବ୍ୟ ପ୍ରାସାଦ ନିର୍ମାଣ କରି ସହଚରୀମାନଙ୍କ ସହିତ ବାସ କରିଥିଲେ। ସର୍ବସମ୍ପଦ ନିୟନ୍ତ୍ରୀ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିର ଅବିଳମ୍ବେ ଶ୍ରୀହୀନ ହୋଇଗଲା। ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ପେଟ ପୂରା ଖାଇବାକୁ ମିଳିଲା ନାହିଁ। ଭୋକ ବିକଳରେ ଦୁଇ ଭାଇ ଜନପଦରେ ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗି ମଧ୍ୟ କ୍ଷୁଧା ନିବାରଣ କରିପାରିଲେ ନାହିଁ। ଲକ୍ଷ୍ମୀ ଛଡ଼ା ଦୁଇ ଭାଇଙ୍କ ଉପସ୍ଥିତି ମାତ୍ରେ ଦାତାଙ୍କର ଭଣ୍ଡାର ଛାଏଁ ଶୂନ୍ୟ ହୋଇଯାଉଥିଲା। ଲକ୍ଷ୍ମୀ ଦ୍ରୋହୀ ଭାଇଦ୍ୱୟଙ୍କ ଲୋକମାନଙ୍କ କଟୁ ସମାଲୋଚନାର ଶରବ୍ୟ ହୋଇ ହତାଶ ହୋଇପଡ଼ିଲେ। ଶେଷରେ ଜଣେ ଯୋଗସାଧକ ତପସ୍ୱୀଙ୍କ ପରାମର୍ଶ କ୍ରମେ ମା ଲକ୍ଷ୍ମୀଙ୍କ ଭବନ ନିକଟରେ ପହଞ୍ଚି କ୍ଷୁଧା ନିବାରଣ ପାଇଁ ଭିକ୍ଷା ମାଗିଥିଲେ।
ଦାସୀମାନଙ୍କଠାରୁ ସେ ଭବନଟି ଏକ ଅଛବ ଚଣ୍ଡାଳ ଗୃହ ଥିବା ଜାଣି ମଧ୍ୟ ଦୁର୍ବିସହ କ୍ଷୁଧାଜ୍ୱାଳା ପ୍ରଶମନ ପାଇଁ ଦୁଇ ଭାଇ ନୂଆ ହାଣ୍ଡି ଓ ନୂଆ ସଂସାରେ ନିଜେ ପାକ କରି ଭୁଞ୍ଜିବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ମା ଲକ୍ଷ୍ମୀଙ୍କ ଅନୁରୋଧ କ୍ରମେ ଅଗ୍ନିଦେବଙ୍କ ଅସହଯୋଗ ହେତୁ ପାକକ୍ରିୟା ସମ୍ଭବ ହୋଇପାରିଲା ନାହିଁ। କ୍ଷୁଧାର୍ତ ବଳଭଦ୍ର ହିତାହିତ ଜ୍ଞାନ ହରାଇ ପାକ ହାଣ୍ଡିଟିକୁ ପିଟି ଭାଙ୍ଗିଦେଲେ। ଅସହ୍ୟ କ୍ଷୁଧା ନିବାରଣ ପାଇଁ ପରିଶେଷରେ ଦୁଇ ଭାଇ ସେହି ଚଣ୍ଡାଳ ପାକରୁ ଭକ୍ଷଣ କରିବା ପାଇଁ ଅନୁରୋଧ କଲେ। ମା ଲକ୍ଷ୍ମୀ କିନ୍ତୁ ସେଇ ଦୁଇ ଭାଇଙ୍କୁ ଠିକ୍ ଚିହ୍ନି ପାରିଥିଲେ। ତେଣୁ ସେ ସେମାନଙ୍କ ମନ କଥା ଜାଣି ନିମିଷକ ମଧ୍ୟରେ ଭୂରି ଭୋଜନରେ ଆପ୍ୟାୟିତ କରାଇଲେ। ଭୋଜନର ମାନ ଓ ପରିବେଶରୁ ଦୁଇ ଭାଇ ତାହା ଲକ୍ଷ୍ମୀଙ୍କ ନିବାସ ବୋଲି ଜାଣିପାରିଲେ। ଶେଷରେ ଲକ୍ଷ୍ମୀଙ୍କୁ ଅନୁରୋଧ ପୂର୍ବକ ସାଦରେ ଶ୍ରୀମନ୍ଦିରକୁ ଫେରାଇ ଆଣିଥିଲେ। ମହାବାହୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦାଣ୍ଡରେ ଭିକାରୀ ସଜେଇବା ପରି ଉପରୋକ୍ତ ଏକ ଅଦ୍ଭୁତ ପରିକଳ୍ପନା ଅନ୍ତରାଳରେ ଭକ୍ତକବି ବଳରାମ ଦାସଙ୍କ ସଂସ୍କାରଧର୍ମୀ ଅନ୍ତଃସ୍ୱର ମାନବ ସମାଜରେ କାଳକାଳ ପାଇଁ ଉଜ୍ଜ୍ୱଳ ଆଲୋକବର୍ତ୍ତିକା ହୋଇ ରହିବ। ବର୍ଷ ମଧ୍ୟରେ ମାର୍ଗଶିର ମାସ ସର୍ବଶ୍ରେଷ୍ଠ ବୋଲି ସ୍ୱୟଂ ଭଗବାନ ଗୀତାରେ ଅର୍ଜୁନଙ୍କୁ ଓ ଭାଗବତରେ ଉଦ୍ଧବଙ୍କୁ କହିଛନ୍ତି। ମାସାନାଂ ମାର୍ଗଶୀର୍ଷୋର୍ଦ୍ଧଂ। କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ପ୍ରଧାନ ଫସଲ ଧାନ ମୁଖ୍ୟତଃ ମାର୍ଗଶିର ମାସରେ ଅମଳ କରାଯାଇଥାଏ। ଏସବୁକୁ ବିଚାରକୁ ନେଇ ଭକ୍ତ ବଳରାମ ଦାସ ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀ ପୂଜା ପାଇଁ ପ୍ରଶସ୍ତ ବୋଲି ଲୋକମତ ସୃଷ୍ଟି କରିଛନ୍ତି। ଏକ ଲୋକପ୍ରିୟ ପୁରାଣ ମାଧ୍ୟମରେ ଲୋକଶିକ୍ଷା ହିଁ ଲକ୍ଷ୍ମୀ ପୁରାଣର ଅନ୍ତର୍ନିହିତ ଲକ୍ଷ୍ୟ। ପ୍ରଥମ ଲୋକଶିକ୍ଷା ସାମାଜିକ ଐକ୍ୟ। ଜାତି ଜାତି ମଧ୍ୟରେ ଉଚ୍ଚ ନୀଚ ଭେଦଭାବ ଏକ ସାମାଜିକ କଳଙ୍କ। ଜନ୍ମଗତ ଅଧିକାର ଅନୁଯାୟୀ ନୁହେଁ, ନିଜର ସଂସ୍କାରିତ ଆଚରଣ ଦ୍ୱାରା ଜଣେ ଶ୍ରେଷ୍ଠ ବିବେଚିତ ହୋଇପାରେ। ଲକ୍ଷ୍ମୀ ଠାକୁରାଣୀଙ୍କର ବର୍ଣ୍ଣ ବିଦ୍ୱେଷ ବିରୋଧୀ ପ୍ରସ୍ତାବକୁ ଶେଷରେ ଦୁଇ ଭାଇ ନିଃସର୍ତ୍ତ ସ୍ୱୀକାର କରିବା ପରେ ସେ ଶ୍ରୀମନ୍ଦିର ଫେରିଥିଲେ ଓ ମନ୍ଦିରର ପୂର୍ବ ବୈଭବ ଫେରି ଆସିଥିଲା। ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଲକ୍ଷ୍ମୀ ଠାକୁରାଣୀଙ୍କର ସମସ୍ତ ସର୍ତ୍ତ ସେବେଠାରୁ ପାଳିତ ହୋଇ ଆସୁଛି। ଚଣ୍ଡାଳୁ ବ୍ରାହ୍ମଣ ଯାଏଁ ଖୁଆଖୁଇ ହେବେ, ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ। ହାଡ଼ିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ, ବ୍ରାହ୍ମଣେ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ। ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ, ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ। ଦ୍ୱିତୀୟ ଲୋକଶିକ୍ଷା ନାରୀ ସଶକ୍ତିକରଣ। ପଞ୍ଚଦଶ ଶତାବ୍ଦୀରେ ସମାଜ ସାଧାରଣତଃ ପୁରୁଷ ପ୍ରଧାନ ଥିଲା। ନାରୀ ଶକ୍ତି ଅବଦମିତ ହୋଇ ରହିବା ଯୋଗୁଁ ସାମାଜିକ ପ୍ରଗତି ମନ୍ଥର ହୋଇଯାଉଥିଲା। ନଗର ପରିକ୍ରମା କରିବାର ଯଥାର୍ଥତା ପ୍ରକାଶ କରିବା ପାଇଁ ଲକ୍ଷ୍ମୀଙ୍କର ଯଥେଷ୍ଟ ସୁଯୋଗ ନଥିଲା। ଦେଢ଼ଶୁରଙ୍କ ଆଦେଶ ଥିଲା ଶିରୋଧାର୍ଯ୍ୟ। କୌଣସି ମାମୁଲି ଘଟଣା ପାଇଁ ଲକ୍ଷ୍ମୀ ହେଉଥିଲେ ସ୍ୱାମୀ ପରିତ୍ୟକ୍ତା। ଲକ୍ଷ୍ମୀ ପୁରାଣରେ ଏହାର ଦୃଢ଼ ବିରୋଧ କରାଯାଇଅଛି। ଲକ୍ଷ୍ମୀ ଛଡ଼ା ଦୁଇ ଭାଇଙ୍କୁ ଏଡ଼େ ବଡ଼ ଦୁନିଆରେ ଅନ୍ନଜଳ ପ୍ରାପ୍ତ ହୋଇନାହିଁ। ତତଲା ବାଲିରେ ଚାଲି ଚାଲି ଠିକଣା ସ୍ଥାନରେ ପହଞ୍ଚିବା ପରେ ମଧ୍ୟ ନିଜେ ରାନ୍ଧି ଖାଇବା ସମ୍ଭବ ହୋଇପାରିନାହିଁ। ଶେଷରେ ଲକ୍ଷ୍ମୀଙ୍କ ହାତରନ୍ଧାରେ ହିଁ ସେମାନେ ତୃପ୍ତ ହୋଇଛନ୍ତି। ସମାଜରେ ନାରୀ ପୁରୁଷ ପରସ୍ପର ପରିପୂରକ, ଉଭୟଙ୍କ ମିଳିତ ଉଦ୍ୟମରେ ସମାଜ ହୁଏ ଅଗ୍ରଗାମୀ। ଏହା ହିଁ ଲକ୍ଷ୍ମୀ ପୁରାଣର ଭିନ୍ନ ଏକ ସୁଦୂର ପ୍ରସାରୀ ବାର୍ତ୍ତା। ତୃତୀୟ ଲୋକଶିକ୍ଷା ମାନବୀୟ ମୂଲ୍ୟବୋଧ। କଳ ଲଙ୍ଗଳ ଉଦ୍ଭାବନ ପୂର୍ବରୁ ସାଧାରଣତଃ ବଳଦ ଓ ମଇଁଷିମାନଙ୍କ ଦ୍ୱାରା ହଳ କରାଯାଉଥିଲା। ଦୈନନ୍ଦିନ ପରିବହନ କାର୍ଯ୍ୟରେ ମଧ୍ୟ ପଶୁମାନଙ୍କର ବହୁଳ ବ୍ୟବହାର କରାଯାଉଥିଲା। ଅବିଶ୍ରାନ୍ତ କାର୍ଯ୍ୟରତ ପଶୁମାନଙ୍କୁ ସାମୟିକ ବିଶ୍ରାମ ଦେବା ପାଇଁ ଅମାବାସ୍ୟା ଓ ସଂକ୍ରାନ୍ତିରେ ହଳ କରିବାକୁ ଲକ୍ଷ୍ମୀ ପୁରାଣରେ ବାରଣ କରାଯାଇଅଛି। ନାପିତ ସେବା ପ୍ରତ୍ୟେକ ବର୍ଗ ପାଇଁ ଅପରିହାର୍ଯ୍ୟ। ରାତ୍ରି ପାହିବା ମାତ୍ରେ ଅତୀତରେ ନାପିତର ଅଗଣାରେ ସେବା ପାଇବା ପାଇଁ ବିଭିନ୍ନ ବର୍ଗ ବ୍ୟକ୍ତିମାନଙ୍କ ଗହଳି ହେଉଥିଲା। ଶଯ୍ୟାତ୍ୟାଗ ପରେ ନିଜର ନିତ୍ୟକର୍ମକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ସେବା ଯୋଗାଇବା ପାଇଁ ନାପିତଟିଏ ବାଧ୍ୟ ହେଉଥିଲା। ନିଜ ଘର ଆଗରେ ପ୍ରତ୍ୟହ ଅବାଞ୍ଛିତ ଗହଳି ନାପିତ ପରିବାରକୁ ଅତିଷ୍ଠ କରୁଥିଲା ମଧ୍ୟ। ଏହିପରି ଏକ ଅବ୍ୟବସ୍ଥାର ଅନ୍ତ ଘଟାଇବା ପାଇଁ ଲକ୍ଷ୍ମୀ ପୁରାଣରେ ସୂଚନା ଦିଆଯାଇଅଛି ଯେ ନାପିତ ଗୃହରେ କ୍ଷୟର ହେଉଥିବା ବ୍ୟକ୍ତିର ଧନ କ୍ଷୟ ହୋଇଥାଏ।
ଚତୁର୍ଥ ଲୋକଶିକ୍ଷା ଓଡ଼ିଆ ସଂସ୍କୃତିର ଆଦର୍ଶବାଦ। ଏକାଗ୍ର ଚିତ୍ତରେ ଦେବ ଉପାସନା ପାଇଁ ପରିଚ୍ଛନ୍ନତା ଏକ ବିଶେଷ ଉପାଦାନ। ପ୍ରଭାତରେ ସ୍ନାନ କରି ଶୁଭ୍ର ବସ୍ତ୍ର ପରିଧାନ ପୂର୍ବକ ଧୂପ ଦୀପ ନୈବେଦ୍ୟରେ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ଓ ଘରଦ୍ୱାର ଲିପାପୋଛା କରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଇତ୍ୟାଦି ଉପରେ ଲକ୍ଷ୍ମୀ ପୁରାଣରେ ଗୁରୁତ୍ୱ ଦିଆଯାଇଛି। ଶ୍ରିୟା କୁଡ଼ିଆର ପରିଚ୍ଛନ୍ନ ପରିବେଶ ଦେଖି ଲକ୍ଷ୍ମୀ ତା ମଧ୍ୟକୁ ପ୍ରବେଶ କରିଥିଲେ। ସାମାଜିକ ଚଳଣୀରେ ବୟୋଜ୍ୟେଷ୍ଠ ଓ ଗୁରୁଜନମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନବୋଧ ଓଡ଼ିଆ ଘରର ଅତି ପ୍ରାଚୀନ ପରମ୍ପରା। ଖାଦ୍ୟ ପରିବେଷଣ ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପ୍ରଥମେ ପରଷାଯାଏ। ତେଣୁ ଲକ୍ଷ୍ମୀଙ୍କ ପ୍ରାସାଦରେ ପ୍ରଥମେ ବଳଭଦ୍ରଙ୍କୁ ଖାଦ୍ୟ ପରିବେଷଣ କରାଯାଇଥିଲା। ଲକ୍ଷ୍ମୀ ଠାକୁରାଣୀଙ୍କ ପରିଧାନ ଓ ପାକଶାଳା ମାଧ୍ୟମରେ ବଳରାମ ଦାସ ପ୍ରାଚୀନ ଓଡ଼ିଶାର ଅଳଙ୍କାର ବିଶେଷ ତଥା ବ୍ୟଞ୍ଜନ ସମୂହ ଲୋକଲୋଚନକୁ ଆଣିଛନ୍ତି। ମୁକ୍ତା ଜାଲି, ଇନ୍ଦ୍ର ଗୋବିନ୍ଦ କଞ୍ଚୁଲି, ଓଢ଼ଣୀ, ବସଣି, ପଦକ, କୁଣ୍ଡଳ, ଚିନାମାଳ, ବାହୁଟି, କଙ୍କଣ, ନୂପୁର, ଝୁଣ୍ଟିଆ ଆଦି ଆଭିଜାତ୍ୟପୂର୍ଣ୍ଣ ଓଡ଼ିଆ ବଧୂର ଅଳଙ୍କାର ବିଶେଷ ତଥା ବଗଡ଼ା ଅନ୍ନ, ପୁରୀ, କ୍ଷୀରି, ସାକର, ଆମ୍ବିଳ, କାଞ୍ଜି, କଦଳୀ ଭଜା, ମଞ୍ଜାରାଇ, ଦୁଗ୍ଧପୁଳି, ଘୃତପୁଳି, ସରପୁଳି, ବଡ଼ି ମହୁର, ପୋଡ଼ପିଠା ଇତ୍ୟାଦି ଓଡ଼ିଆ ଖାଦ୍ୟର ବିବରଣ ଲକ୍ଷ୍ମୀ ପୁରାଣରେ ଚିତ୍ତାକର୍ଷକ ହୋଇଅଛି। ପଞ୍ଚମ ଲୋକଶିକ୍ଷା ସାମାଜିକ ମାର୍ଗଦର୍ଶନ। ବିଜ୍ଞାନ ଓ ପାରିପାର୍ଶ୍ୱିକ ଅବସ୍ଥାକୁ ନେଇ ଲକ୍ଷ୍ମୀ ପୁରାଣରେ ଦିଆଯାଇଥିବା ଉପଦେଶ ସୁସ୍ଥ ସମାଜ ଗଠନ ପାଇଁ ଏକ ମାର୍ଗଦର୍ଶିକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପୁରାଣରେ ନିଷେଧ କରାଯାଇଥିବା ଭୋଜନ ଓ କାର୍ଯ୍ୟର କିୟଦଂଶ ଆପଣଙ୍କ ଜାଣିବା ନିମନ୍ତେ। ନିଷେଧ ହୋଇଥିବା କାର୍ଯ୍ୟ: ଲାଉରେ ଆମିଷ ମିଶାଇ ଭୋଜନ, ରାତିରେ ଦଧି ଅନ୍ନ ଭୋଜନ, ଗୁରୁବାର, ଅମାବାସ୍ୟା ଓ ସଂକ୍ରାନ୍ତିରେ ରାତ୍ରି ଭୋଜନ, ଆମିଷ ଓ ପିତାଦ୍ରବ୍ୟ ଭୋଜନ, ଦକ୍ଷିଣ ବା ପଶ୍ଚିମ ମୁଖକୁ ମୁଖ କରି ଭୋଜନ, ଉଚ୍ଛିଷ୍ଟ ଭୋଜନ, ଭୋଜନ ସମୟରେ ଖାଦ୍ୟ ନଷ୍ଟ, ହସ୍ତ ପାଦ ଧୌତ ନ କରି ଖାଇ ବସିବା, ଆସନ ବିନା ଭୂମିରେ ବସି ଖାଇବା, ଭୋଜନ ପରେ ମୁଖ ପରିଷ୍କାର ନ କରିବା, ଅନ୍ଧାରରେ ଭୋଜନ, ରୋଷେଇ ପାତ୍ର ଓ ଚୁଲି ଅପରିଷ୍କାର ରଖିବା, ପରସିବା ବେଳେ ପକ୍ଷପାତ କରିବା, ସନ୍ଧ୍ୟା ସମୟ ଅତିବାହିତ ପରେ ସଞ୍ଜବତୀ ଲଗାଇବା, ଶାଶୁ ଶ୍ୱଶୁରଙ୍କୁ ଅବମାନନା, ସଭାରେ ବସି ମିଛ କହିବା, ସ୍ନାନ ପରେ ଦେହରେ ତୈଳ ମର୍ଦ୍ଦନ କରିବା, କଥା କହୁ କହୁ ସବୁବେଳେ ହସିବା, ଦୁଃଖୀ ରଙ୍କିଙ୍କୁ କିଛି ଦାନ ନ କରିବା, ସକାଳୁ ଶେଯରୁ ଉଠି ମୁଖ ନ ଧୋଇବା, ରାତ୍ରି ଶେଷ ହେବା ପରେ ମଧ୍ୟ ବିଛଣାରେ ଶୋଇ ରହିବା, ନିଜ ଅଙ୍ଗ ଓ ବସ୍ତ୍ର ପରିଷ୍କାର ନ ରଖିବା, ସ୍ୱାମୀ ସୁଖ ଦୁଃଖରେ ସହଭାଗୀ ନ ହେବା, ବାହାରୁ ବୁଲି ଆସିବା ପରେ ହାତ ପାଦ ନ ଧୋଇ ଗୃହ ମଧ୍ୟରେ ପ୍ରବେଶ କରିବା, ଖଟ ତଳେ ଶୋଇବା, ବଙ୍କା ଶଯ୍ୟାରେ ଶୋଇବା, ଶୟନ କାଳେ ପରିଧାନ ଉପରେ ନିୟନ୍ତ୍ରଣ ନ ରହିବା, ନଖରେ ଭୂମି ବିଦାରଣ, ପିନ୍ଧା ଲୁଗାରେ ବିଞ୍ଚି ହେବା, ଦେବ ବିପ୍ର ଓ ଅତିଥିଙ୍କର ଅସମ୍ମାନ, ଲକ୍ଷ୍ମୀ ପୂଜା ଦିନ ଉପବାସ ବ୍ରତ ପାଳନ ନ କରିବା, ପରିବାରରେ ଅଶାନ୍ତି ସୃଷ୍ଟି ଏହିସବୁ କାର୍ଯ୍ୟ ଲକ୍ଷ୍ମୀ ପୁରାଣରେ ନିଷେଧ କରାଯାଇଅଛି। ସମାଜ ସଂସ୍କାର ପାଇଁ ଓଡ଼ିଆ ସଂସ୍କୃତି ଆଧାରରେ ଏକ ଲୋକପ୍ରିୟ ପୁରାଣ ସୃଷ୍ଟି କରି ବଳରାମ ଦାସ ସାରା ବିଶ୍ୱରେ ଓଡ଼ିଆ ଜାତିର ସ୍ୱାଭିମାନ ପ୍ରଦର୍ଶନ କରିଛନ୍ତି। ଲକ୍ଷ୍ମୀ ପୁରାଣ ନ ପଢ଼ିଲେ ନ ଜାଣିଲେ ଆପଣମାନେ ଏସବୁ ଜିନିଷ ଠିକ୍ ଭାବରେ ପାଳନ କରିପାରିବେ ନାହିଁ। ନିଶ୍ଚିନ୍ତ ଭାବରେ ଓଡ଼ିଆ ସମାଜ ଓଡ଼ିଆ ଜାତି ପାଇଁ ଲକ୍ଷ୍ମୀ ପୁରାଣ ଏକ ପ୍ରକୃଷ୍ଟ ମାର୍ଗଦର୍ଶିକା।